ସୌମ୍ୟ ଶତପଥୀ ହିଁ ଅର୍ପିତା ଚୌଧୁରୀଙ୍କୁ ତାଙ୍କ ସହିତ ମିଶେଇବାର ପ୍ରଥମ ମୁଖ୍ୟ ନାୟକ ଥିଲା। ଆଉ ଅର୍ପିତା ଚୌଧୁରୀ ହ୍ୟୁମାନ ସାଗରକୁ ସହିତ କଣ ସମ୍ପର୍କ ଥିଲା, କି ରିଲେସନସିପ ଭିତରେ, ଇଏ ମଧ୍ୟ ଗୋଟେ ଲୋକଙ୍କୁ ଆସିବା ଦରକାର। ରିଲେସନସିପଟା କଣ? ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ଭିତରେ ହ୍ୟୁମାନ ଭିତରେ ବିବାଦ କାହିଁକି ହେଲା, ୟା ପଛରେ ହ୍ୟୁମାନ ଆଉ ସେ ଯୋଉ ଝିଅଟି ଅର୍ପିତା ଚୌଧୁରୀକୁ ମିଶେଇବା ପାଇଁ ବା ଦି ଜଣଙ୍କ ସହିତ ଯୋଉ ସମ୍ପର୍କ ସ୍ଥାପନା କରିବା ପାଇଁ ତା ମଝିରେ ମଧ୍ୟସ୍ଥି କିଏ ସାଜିଥିଲେ? ହ୍ୟୁମାନ ସାଗର ଘର ଭାଙ୍ଗିବା। ତାର ଯୋଉ ଟୋଟାଲ ତା ଯୋଉ ଷ୍ଟୁଡିଓ ତା ଫୋନ ତାର ଯାହା ଯୋଉ କମ୍ପ୍ୟୁଟର ଲାପଟପ୍ ସେଗୁଡାକୁ ମଧ୍ୟ ତଦନ୍ତ ଘେରରେ ନିଆଯାଉ। ସେଥିରେ କଣ କଣ ଲୁଚିଛି ସେଗୁଡା ମଧ୍ୟ ତାକୁ ତଦନ୍ତ ଗଲେ ମୁଁ ଭାବୁଛି ବହୁତ କଥା, ବହୁ ରହସ୍ୟ, ଏଇ ଯୋଉ ସମାଧି ଭିତରେ ଯେତିକି ରହସ୍ୟ ନଥିବ ବୋଧହୁଏ ସେଇ ଷ୍ଟୁଡିଓ ଭିତରେ ବହୁ ରହସ୍ୟ ଲୁଚିଛି। ସେ ରହସ୍ୟ ଗୁଡା ସବୁ ପର୍ଦାଫାଶ ହବ। ଶୁଣନ୍ତୁ, ହ୍ୟୁମାନ ସାଗର ଚାଲିଗଲା ପରେ ବର୍ତ୍ତମାନ ତ ବୋଧହୁଏ 35 ଦିନ 36 ଦିନ ହେଇଗଲା। କବର ଦିଆ ହେଇସାରିଲା ପରେ କବରରୁ ଉଠେଇ ତାକୁ ଯଦି ପରୀକ୍ଷା ନିରୀକ୍ଷା କରାହବ, ପୋଷ୍ଟମର୍ଟମ କରାହବ, ତାହେଲେ ତାକୁ ଇଏ ତ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି ହବ ମତେ ଲାଗୁଛି ଓଡିଶାରେ। ସିଏ ଯୋଉ ଆମେ ଦେଖିଲେ ଯେ ଜଣେ ବରିଷ୍ଠ ଆଇନଜୀବୀ କହୁଥିଲେ ଯେ ଏହା ଉପରେ ଯୋଉ ଏମ୍ସ ର ଯୋଉ ଦେଇଥିଲା କଣ ରିପୋର୍ଟ, ସେ ରିପୋର୍ଟରେ କୋଉ ଆଧାରରେ କଣ ହେଇଛି, ମାନେ ସେ ରିପୋର୍ଟ ଆଧାରରେ ଯେ ଆର ଆକ୍ଚୁଆଲି କଣ ପ୍ରୋବ୍ଲେମ ପାଇଁ ଏଇ ଯୋଉ ମଲ୍ଟି ଅର୍ଗାନ ଡ୍ୟାମେଜ ହେଲା ସେ ଉପରେ ମାନେ କଣ ଇନଭେଷ୍ଟିଗେସନ ହବ। ଯଦି ଓଡ଼ିଶା ପୋଲିସ ମର୍କତନଗର ଥାନା ପୋଲିସ ଅନୁଭବ କରିବ ଯେ ତାକୁ ମାନେ ପୋଷ୍ଟମର୍ଟମ କରିବାକୁ ପଡିବ ବୋଲି, ତାହେଲେ ହୁଏତ ଏମିତି ବି ବହୁତ ଘଟଣା ଆମେ ଦେଖିନାହାନ୍ତି, ବର୍ଷେ ପରେ 2 ବର୍ଷ ପରେ ମଧ୍ୟ ଖୋଳା ହେଇକି ଶବ ବାହାରିଛି, ସେ ବାହାରିବ। କିନ୍ତୁ ମୁଁ ଭାବୁଛି ଯେ ଏମ୍ସ ହସ୍ପିଟାଲର ଯୋଉ ରିପୋର୍ଟ ଆସିଛି ସେ ରିପୋର୍ଟ ଆଧାରରେ ହୁଏତ ଏଟା ତଦନ୍ତ ହେଇପାରେ। ହ୍ୟୁମାନ ସାଗରର ମୃତ୍ୟୁର ରହସ୍ୟ କେବଳ କଣ ତା ସମାଧିକି ଖୋଳିଦେଲେ ବାହାରିବ? ସମାଧି ଭିତରେ ହ୍ୟୁମାନ ସାଗରର ମୃତ୍ୟୁର ରହସ୍ୟ ଲୁଚିଛି କିଛି ତାର ପାଖାପାଖି ଥିବା ଲୋକମାନଙ୍କ ଭିତରେ। ସେଇମାନଙ୍କୁ ଭଲ ଭାବରେ ଇନଭେଷ୍ଟିଗେସନ କରାଯାଉ, ସେମାନଙ୍କୁ ଭଲ ଭାବରେ 3rd ଡିଗ୍ରୀ ଦେଇକି ଇନଭେଷ୍ଟିଗେସନ କରାଯାଉ। ଯଦି ମର୍କତନଗର ଥାନା ବାସ୍ତବରେ ଯଦି ଏମାନଙ୍କ ପାଇଁ ଇନଭେଷ୍ଟିଗେସନ କରାଯାଏ ତାହେଲେ ଏମାନଙ୍କୁ 3rd ଡିଗ୍ରୀ ଦରକାର। 3rd ଡିଗ୍ରୀ ନହେଲେ ୟୁପି ଷ୍ଟାଇଲରେ ଯଦି ଟ୍ରିଟମେଣ୍ଟ ଏମାନଙ୍କୁ କରାଯାଏ ଇନଭେଷ୍ଟିଗେସନ, ତାହେଲେ ସବୁ ସତ ବାହାରି ପାରିବ। ଏଠି କଥା ପଡିଛି, ଆପଣ ମାନେ ଜାଣିଥିଲେ ଗଣମାଧ୍ୟମରେ ଚର୍ଚ୍ଚା ହଉଥିଲା 2 ମ୍ୟାନେଜରଙ୍କ ଝଗଡା ହ୍ୟୁମାନ ସାଗରଙ୍କର। ସେ 2 ମ୍ୟାନେଜର 3 ମାସ ତଳେ କଣ ପାଇଁ ଝଗଡା ଲାଗିଥିଲେ, କାହିଁକି ସେଠି ଗୋଟେ ଚୌଦ୍ୱାର ଥାନାରେ ବୋଧ ଏଫଆଇଆର ହେଇଥିଲା, କାହିଁକି ହେଇଥିଲା ଏ ବାବଦରେ ମର୍କତନଗର ଥାନା ପୋଲିସ ଇନଭେଷ୍ଟିଗେସନ କରୁ ସେଠି କଣ ପାଇଁ ବାଡିଆ ପିଟା ଆକ୍ଚୁଆଲି ହେଇଥିଲେ। ବିଶେଷ କରି ଯାହା ଆମେ ସାଧାରଣରେ ବହୁ ଜାଗାରେ ଆଲୋଚନା ଶୁଣୁଛନ୍ତି ଯେ ସୌମ୍ୟ ଶତପଥୀ ହିଁ ଅର୍ପିତା ଚୌଧୁରୀକୁ ତାଙ୍କ ସହିତ ମିଶେଇବାର ପ୍ରଥମ ମୁଖ୍ୟ ନାୟକ ଥିଲା। ଆଉ ଅର୍ପିତା ଚୌଧୁରୀ ହ୍ୟୁମାନ ସାଗରକୁ ସହିତ କଣ ସମ୍ପର୍କ ଥିଲା, କି ରିଲେସନସିପ ଭିତରେ, ଇଏ ମଧ୍ୟ ଗୋଟେ ଲୋକଙ୍କୁ ଆସିବା ଦରକାର। ରିଲେସନସିପଟା କଣ? ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ଭିତରେ ହ୍ୟୁମାନ ଭିତରେ ବିବାଦ କାହିଁକି ହେଲା, ୟା ପଛରେ ହ୍ୟୁମାନ ଆଉ ସେ ଯୋଉ ଝିଅଟି ଅର୍ପିତା ଚୌଧୁରୀକୁ ମିଶେଇବା ପାଇଁ ବା ଏ ଦି ଜଣଙ୍କ ସହିତ ଯୋଉ ସମ୍ପର୍କ ସ୍ଥାପନା କରିବା ପାଇଁ ତା ମଝିରେ ମଧ୍ୟସ୍ଥି କିଏ ସାଜିଥିଲେ ହ୍ୟୁମାନ ସାଗର ଘର ଭାଙ୍ଗିବା ପାଇଁ, ସେ ଲୋକଟିକି ବି ଧରାଯାଉ। କାହିଁକିନା ଷ୍ଟୁଡିଓର ମାଲିକ ଯିଏ ସୌମ୍ୟ ଶତପଥୀ, ତାକୁ ଟିକେ ଭଲ ଭାବରେ ତଦନ୍ତ କରାଯାଉ। କାହିଁକିନା ତାକୁ ତଦନ୍ତ ନହେଲେ ଇଏ କଥା ଧରା ପଡିବନି। କାହିଁକିନା ହ୍ୟୁମାନ ସାଗରର ଟଙ୍କାକୁ ବହୁତ ମିଲିଭଗତ କରିଛନ୍ତି ଏମାନେ ସବୁ। ଆଉ ଯୋଉ ଦିନେଶ ତାକୁ ନିଶ୍ଚିତ ଭାବେ ତାର ଘରେ ଯୋଉ ଯଦି ପୋଲିସ ତା ନାଁରେ ଏଫଆଇଆର ହେଇଛି, ସେ ଯୋଉ ସୋମେଶ ତାର ଯୋଉ ଟୋଟାଲ ତା ଯୋଉ ଷ୍ଟୁଡିଓ ତା ଫୋନ ତାର ଯାହା ଯୋଉ କମ୍ପ୍ୟୁଟର ଲାପଟପ୍ ସେଗୁଡାକୁ ମଧ୍ୟ ତଦନ୍ତ ଘେରରେ ନିଆଯାଉ। ସେଥିରେ କଣ କଣ ଲୁଚିଛି ସେଗୁଡା ମଧ୍ୟ ତାକୁ ତଦନ୍ତ ଗଲେ ମୁଁ ଭାବୁଛି ବହୁତ କଥା, ବହୁ ରହସ୍ୟ, ଏଇ ଯୋଉ ସମାଧି ଭିତରେ ଯେତିକି ରହସ୍ୟ ନଥିବ ବୋଧହୁଏ ସେଇ ଷ୍ଟୁଡିଓ ଭିତରେ ବହୁ ରହସ୍ୟ ଲୁଚିଛି। ସେ ରହସ୍ୟ ଗୁଡା ସବୁ ପର୍ଦାଫାଶ ହବ।